ପିଲାମାନେ ଆଜି ଆମେ ଦ୍ୱିତୀୟ ଶ୍ରେଣୀ ସରସ୍ୱତୀ ଗଣିତମାଳା ବହିର ପୂର୍ବ ପାଠର ପ୍ରଶ୍ନୋତ୍ତର ଆଲୋଚନା କରିବା। ଏକାନ୍ତ ପ୍ରଶ୍ନ, ଗୋଟିଏ ଗାଈ ଓ ତାର ବାଛୁରୀ ମଧ୍ୟରେ କିଏ ବଡ଼? ଗୋଟିଏ ଗାଈ ତା ବାଛୁରୀ ମଧ୍ୟରେ କିଏ ବଡ଼? ଗାଈ ହିଁ ନିଶ୍ଚିନ୍ତ ବଡ଼। ଉତ୍ତର କ'ଣ? ଉତ୍ତର ହେଲା ଗାଈ। ଗୋଟିଏ ଗାଈ ଓ ତା ବାଛୁରୀ ମଧ୍ୟରେ ଗାଈ ବଡ଼ ଅଟେ। ତେଣୁ ପ୍ରଶ୍ନ, ଗୋଟିଏ ହାତୀ ଓ ତାର ଛୁଆ ମଧ୍ୟରେ କିଏ ସାନ? ହାତୀ ଓ ତା ଛୁଆ ମଧ୍ୟରେ ସାନ କିଏ? ହାତୀ ଛୁଆଟି ସାନ ଅଟେ। ହାତୀ ଛୁଆ ସାନ ଅଟେ। ତିନ ପ୍ରଶ୍ନ, ଗୋଟିଏ କଦଳୀ ଗଛ ଓ ଗୋଟିଏ ତୁଳସୀ ଗଛ ମଧ୍ୟରେ କିଏ ବଡ଼ ଓ କିଏ ସାନ ଅଟେ? ବଡ଼ କିଏ ହେବ? କଦଳୀ ଗଛଟି ବଡ଼ ଓ ତୁଳସୀ ଗଛଟି ସାନ ଅଟେ। ଉତ୍ତର କ'ଣ ହେବ? କଦଳୀ ଗଛ ବଡ଼ ଓ ତୁଳସୀ ଗଛ ସାନ। ତୁଳସୀ ଗଛ ସାନ। ଚାରି ପ୍ରଶ୍ନ, 37ର ନିକଟବର୍ତ୍ତୀ ଦୁଇଟି ସଂଖ୍ୟା ଲେଖ। ପିଲାମାନେ ଦେଖ, 37ର ନିକଟବର୍ତ୍ତୀ ସଂଖ୍ୟା ମାନେ 37ର ପୂର୍ବ ସଂଖ୍ୟା ଲେଖିବା ଏବଂ 37ର ପରବର୍ତ୍ତୀ ସଂଖ୍ୟା ଲେଖିବା। ପୂର୍ବ ସଂଖ୍ୟା ମାନେ କ'ଣ କରିବା? ସଂଖ୍ୟାରେ 1 ଭିଡ଼ିବା, ପର ସଂଖ୍ୟା ହେଲେ ସଂଖ୍ୟାରେ 1 ମିଶାଇବା। ତେଣୁ 37 ପୂର୍ବ ସଂଖ୍ୟା କେତେ? 37ରୁ ଆମେ 1 ଭିଡ଼ିଦେବା, କେତେ ହେଲା? 36। ଏବଂ 37ର ପର ସଂଖ୍ୟା 37ରେ ଆମେ 1 ଯୋଗ କରିଦେବା, କେତେ ହେଲା? 38। ତେଣୁ 37ର ନିକଟବର୍ତ୍ତୀ ସଂଖ୍ୟା ଦୁଇଟି ହେଲେ 36 ଓ 38। 5 ପ୍ରଶ୍ନ, 32 ଓ 45 ମଧ୍ୟରେ 36 ଠାରୁ କାହାର ଦୂରତା ଅଧିକ? ଉତ୍ତରଟି କ'ଣ ହେବ? ଉତ୍ତରଟି ହେବ 45ର ଦୂରତା ଅଧିକ। ଦେଖ ପିଲାମାନେ, ଆମେ 32ରୁ 45 ପର୍ଯ୍ୟନ୍ତ ଲେଖିଦେବା। 32, 33, 34, 35, 36, 37, 38, 39, 40, 41, 42, 43, 44 ଓ 45। ପ୍ରଶ୍ନ କ'ଣ ଦେଇଛି ପିଲାମାନେ? 32 ଓ 45 ମଧ୍ୟରେ 36 ଠାରୁ କାହାର ଦୂରତା ଅଧିକ? ଦେଖ, 6 ପ୍ରଶ୍ନ, 45ର ପୂର୍ବବର୍ତ୍ତୀ ସଂଖ୍ୟା କେତେ? ପୂର୍ବବର୍ତ୍ତୀ ଅର୍ଥ କ'ଣ କରିବା? 45ରୁ ଆମେ 1 ବିୟୋଗ କରିଦେବା, କେତେ ହେଲା? 44। ତେଣୁ 45ର ପୂର୍ବବର୍ତ୍ତୀ ସଂଖ୍ୟା ହେଉଛି 44। 37 ପ୍ରଶ୍ନ, 36ର ପରବର୍ତ୍ତୀ ସଂଖ୍ୟା ଲେଖ। ପରବର୍ତ୍ତୀ ମାନେ ଆମେ କ'ଣ କରିବା? ସଂଖ୍ୟାଟିରେ 1 ଯୋଗ କରିବା, 36ରେ ଆମେ 1 ଯୋଗ କରିଦେବା, କେତେ ହେଲା? 37। ତେଣୁ 36ର ପରବର୍ତ୍ତୀ ସଂଖ୍ୟା ହେଉଛି 37। 8 ପ୍ରଶ୍ନ, 53 ଓ 55ର ମଝି ସଂଖ୍ୟାଟି କେତେ? ଦେଖ ପିଲାମାନେ, 53 ତା ପର ସଂଖ୍ୟାଟି କେତେ? 54 ଏବଂ ତା ପରଟି ସଂଖ୍ୟା 55। ପ୍ରଶ୍ନ କ'ଣ ଦେଇଛି? 53 ଓ 55ର ମଝି ସଂଖ୍ୟାଟି କେତେ ହେଲା? 54। 53 ଓ 55ର ମଝି ସଂଖ୍ୟାଟି ହେଉଛି 54। 9 ପ୍ରଶ୍ନ, 42ରେ 4ର ମୂଲ୍ୟ 2ର ମୂଲ୍ୟ ଠାରୁ କେତେ ଅଧିକ? 42ରେ 4 ମୂଲ୍ୟ କେତେ? 4 ମୂଲ୍ୟ 4 10, 4 10 ବା 40। 2ର ମୂଲ୍ୟ କେତେ? 2 1 ବା 2। ତେଣୁ କେତେ ଅଧିକ? କ'ଣ କରିବା? ଆମେ 40ରୁ 2 ବିୟୋଗ କରିଦେବା, କେତେ ହେଲା? 38। ତେଣୁ 42ରେ 4ର ମୂଲ୍ୟ 2ର ମୂଲ୍ୟ ଠାରୁ 38 ଅଧିକ। 10 ପ୍ରଶ୍ନ, 37ଟି କାଠି ଯେ କେତେ ବିଡ଼ା ଓ କେତେ କାଠି? ଜାଣିଛନ୍ତି ପିଲାମାନେ, 10ଟି କାଠିରେ ଗୋଟିଏ ବିଡ଼ା। 10ଟି କାଠିରେ ଗୋଟିଏ ବିଡ଼ା। 37ଟି କାଠି ଯେ 3 ବିଡ଼ା ଓ 7 କାଠି। 10ଟି କାଠିରେ ଗୋଟିଏ ବିଡ଼ା। ତେଣୁ 37ଟି କାଠି 3 ବିଡ଼ା
ଓ 7 କାଠି। 11 ପ୍ରଶ୍ନ, ଗୋଟିଏ ଥାଳିଆରେ 15ଟି ମିଠେଇ ଅଛି ଓ ଦ୍ୱିତୀୟ ଥାଳିଆରେ 10ଟି ମିଠେଇ ଅଛି, ତେବେ କେଉଁ ଥାଳିଆରେ ବେଶୀ ମିଠେଇ ଅଛି ଓ କେତେ ବେଶୀ ଅଛି? ଦେଖ ପିଲାମାନେ, ପ୍ରଶ୍ନ କ'ଣ ଦେଇଛି? ଗୋଟିଏ ଥାଳିଆରେ 15ଟି ମିଠେଇ ଅଛି ଏବଂ ଦ୍ୱିତୀୟ ଥାଳିଆରେ 10ଟି ମିଠେଇ ଅଛି, ତେଣୁ କେଉଁ ଥାଳିଆରେ ବେଶୀ ମିଠେଇ ଅଛି? ପ୍ରଥମ ଥାଳିଆରେ ବେଶୀ ମିଠେଇ ଅଛି। କ'ଣ ଲେଖିବା ଉତ୍ତର? ପ୍ରଥମ ଥାଳିଆରେ ବେଶୀ ମିଠେଇ ଅଛି। କେତେ ବେଶୀ ଅଛି? କ'ଣ କରିବା? 15ରୁ ଆମେ 10 ବିୟୋଗ କରିଦେବା। କେତେ ହେଲା? 5ଟି ମିଠେଇ ବେଶୀ ଅଛି। ବେଶୀ ଅଛି। 12 ପ୍ରଶ୍ନ, ତୁମ ପାଖରେ 20ଟି କୋଳି ଅଛି, ତୁମ ସାଙ୍ଗ ପାଖରେ 12ଟି କୋଳି ଅଛି, ତେବେ କାହା ପାଖରେ କମ୍ କୋଳି ଅଛି ଓ କେତେ କମ୍ ଅଛି? ତୁମ ସାଙ୍ଗ ପାଖରେ କେତୋଟି କୋଳି ଅଛି? 12ଟି କୋଳି। ତୁମ ପାଖରେ କେତେ ଅଛି? 20ଟି କୋଳି। ତେଣୁ କମ୍ କାହା ପାଖରେ ଅଛି? ତୁମ ସାଙ୍ଗ ପାଖରେ କମ୍ ଅଛି। କେତୋଟି କମ୍ ଅଛି? କ'ଣ କରିବା? 20ରୁ 12 ବିୟୋଗ କରିଦେବା। ଆମେ କ'ଣ ଲେଖିବା? ତୁମ ସାଙ୍ଗ ପାଖରେ କମ୍ କୋଳି ଅଛି। ଉତ୍ତର କ'ଣ? ତୁମ ସାଙ୍ଗ ପାଖରେ କମ୍ କୋଳି ଅଛି। କେତୋଟି କମ୍ ଅଛି? କ'ଣ କରିବା? 20ରୁ 12 ଆମେ ବିୟୋଗ କରିଦେବା। କେତେ ହେଲା? 8ଟି କମ୍ କୋଳି। 8ଟି କମ୍ କୋଳି ଅଛି। 13 ପ୍ରଶ୍ନ, ତୁମ ବାପା ସୋମବାର ଦିନ 16ଟି ନଡ଼ିଆ ଆଣିଲେ ଓ ବୁଧବାର ଦିନ 25ଟି ନଡ଼ିଆ ଆଣିଲେ, ତେବେ କେଉଁ ଦିନ ଅଧିକ ନଡ଼ିଆ ଆଣିଲେ ଓ କେଉଁ ଦିନ କମ୍ ନଡ଼ିଆ ଆଣିଲେ? ଦେଖ ପିଲାମାନେ, ସୋମବାର ଦିନ କେତୋଟି ନଡ଼ିଆ ଆଣିଲେ? 16ଟି ନଡ଼ିଆ। ବୁଧବାର ଦିନ 25ଟି ନଡ଼ିଆ ଆଣିଲେ, ତେଣୁ କେଉଁ ଦିନ ଅଧିକ ନଡ଼ିଆ ଆଣିଲେ? ବୁଧବାର ଦିନ ଅଧିକ ନଡ଼ିଆ ଆଣିଲେ। ଉତ୍ତର କ'ଣ ହେବ? ବୁଧବାର ଦିନ ଅଧିକ ନଡ଼ିଆ ଆଣିଲେ। କେଉଁ ଦିନ କମ୍ ନଡ଼ିଆ ଆଣିଲେ? ସୋମବାର ଦିନ କମ୍ ନଡ଼ିଆ ଆଣିଲେ। ସୋମବାର ଦିନ କମ୍ ନଡ଼ିଆ ଆଣିଲେ। 14 ପ୍ରଶ୍ନ, 23ରେ 3ର ମୂଲ୍ୟ କେତେ? 23ରେ 3 ମୂଲ୍ୟ କେତେ? 3 ମୂଲ୍ୟ 3 1 ବା 3। 3 ମୂଲ୍ୟ ହେଉଛି 3 1 ବା 3। 2ର ମୂଲ୍ୟ 2 10 ବା 20। 2 10 ବା 20। ତାପରେ କ'ଣ ଦେଇଛି? 3ର ମୂଲ୍ୟ 2ର ମୂଲ୍ୟ ଠାରୁ କେତେ କମ୍? ତେଣୁ କ'ଣ କରିବା? 3 ମୂଲ୍ୟ କେତେ? 3 ହେଉଛି। 2ର ମୂଲ୍ୟ କେତେ ହେଉଛି? 20 ହେଉଛି। କେତେ କମ୍ ହେଉଛି? କ'ଣ କରିବା? 20ରୁ 3 ବିୟୋଗ କରିଦେବା। କେତେ ହେଲା? 17 କମ୍। 15 ପ୍ରଶ୍ନ, ତୁମ ପାଖରେ 15ଟି କୋଳି ଥିଲା, ତୁମ ମା ତୁମକୁ ଆଉ 4ଟି କୋଳି ଦେଇଥିଲେ, ତେବେ ତୁମର କେତୋଟି କୋଳି ହେଲା? ତୁମ ପାଖରେ କେତୋଟି କୋଳି ଥିଲା? 15ଟି କୋଳି। ମା କେତୋଟି କୋଳି ଦେଲେ? 4ଟି କୋଳି। ତେବେ ତୁମ ପାଖରେ କେତୋଟି କୋଳି ହେଲା? କ'ଣ କରିବା? 15ରେ 4 ଯୋଗ କରିଦେବା। 5 4 ଯୋଗ କଲେ କେତେ? 9 1କୁ 1 କେତୋଟି ହେଲା? 19ଟି କୋଳି। 19ଟି କୋଳି। ତେବେ ତୁମ ପାଖରେ 19ଟି କୋଳି ହେଲା। 16 ପ୍ରଶ୍ନ, ରାଧା ପାଖରେ 24ଟି ଗୋଲି ଥିଲା। ମିତା ରାଧାକୁ 6ଟି ଗୋଲି ଏବଂ ସୀତା ରାଧାକୁ 2ଟି ଗୋଲି ଦେଲେ, ତେବେ ରାଧାର କେତୋଟି ଗୋଲି ହେଲା? କ'ଣ କରିବା? ରାଧା ପାଖରେ କେତୋଟି ଗୋଲି ଥିଲା? 24ଟି ଗୋଲି। ରାଧା ପାଖରେ 24ଟି ଗୋଲି ଥିଲା। ମିତା ରାଧାକୁ ଦେଲା 6ଟି ଗୋଲି ଏବଂ ସୀତା ରାଧାକୁ ଦେଲା 2ଟି ଗୋଲି। ତେବେ ରାଧା ପାଖରେ ମୋଟ କେତେ ଗୋଲି ହେଲା? କ'ଣ କରିବା? ଯୋଗ କରିଦେବା।
4 6 যোগ কଲେ 10 10 2 12 2 ରେ କିଣିଦେଲା 1 2 1 3 32ଟି ଗୋଲି। ତେବେ ରାଧା ପାଖରେ 32ଟି ଗୋଲି ହେଲା। ତୁମ ବାପାଙ୍କର ବୟସ 32 ବର୍ଷ, ତ ମାଆଙ୍କର ବୟସ 28 ବର୍ଷ ଏବଂ ତୁମର ବୟସ 6 ବର୍ଷ। ତେବେ ତୁମ 3 ଜଣଙ୍କର ବୟସ ମିଶି କେତେ? କ'ଣ କରିବା? ଯୋଗ କରିଦେବା। ବାପାଙ୍କର ବୟସ ହେଉଛି 32 ବର୍ଷ ଯୁକ୍ତ ତୁମ ମାଆଙ୍କର ବୟସ ହେଉଛି 28 ବର୍ଷ ଏବଂ ତୁମର ବୟସ ହେଉଛି 6 ବର୍ଷ। ଯୋଗ କଲେ କେତେ ହେବ? 8 6 14 14 2 16 6 ର କିଣିଦେଲା 1 3 2 5 1 6 କେତେ ହେଲା? 66 ବର୍ଷ। 66 ବର୍ଷ। 18 ପ୍ରଶ୍ନ, ତୁମ ସାଙ୍ଗ ଓ ତୁମ ପାଖରେ ମୋଟ 24 ଟଙ୍କା ଅଛି। ତୁମ ସାଙ୍ଗ ପାଖରେ 13 ଟଙ୍କା ଥିଲେ ତୁମ ପାଖରେ କେତେ ଟଙ୍କା ଅଛି? କ'ଣ କରିବା? 24 ଟଙ୍କାରୁ ଆମେ 13 ଟଙ୍କା ବିୟୋଗ କରିଦେବା। କେତେ ହେଲା? 4 ରୁ 3 ପଡ଼ିଲେ 1 2 ରେ ଗଲେ 1 11 ଟଙ୍କା। ତେବେ ତୁମ ପାଖରେ 11 ଟଙ୍କା ଅଛି। 19 ପ୍ରଶ୍ନ, ତୁମ ଶ୍ରେଣୀରେ ଭାଇ ଓ ଭଉଣୀ ମିଶି 25 ଜଣ ପଢ଼ନ୍ତି। ଭାଇମାନଙ୍କ ସଂଖ୍ୟା 14 ହେଲେ ଭଉଣୀମାନଙ୍କ ସଂଖ୍ୟା କେତେ? ଏଠି କ'ଣ କରିବା? ଏଠି ବିୟୋଗ କରିଦେବା। ମୋଟ ପିଲା କେତେ? 25। ସେଥିରୁ ଭାଇମାନଙ୍କ ସଂଖ୍ୟା କେତେ? 14। ତେବେ ଭଉଣୀମାନଙ୍କ ସଂଖ୍ୟା କ'ଣ କରିବା? 25 ରୁ 14 ଆମେ ବିୟୋଗ କରିଦେବା। 5 4 ପଡ଼ିଲେ 1 2 ରେ ଗଲେ 1 କେତେ ହେଲା? 11 ଜଣ ଭଉଣୀ ତୁମ ଶ୍ରେଣୀରେ ପଢ଼ନ୍ତି। 20 ପ୍ରଶ୍ନ, ମଦନ ଓ ଗଗନ ପାଖରେ 16ଟି ଲେଖାଏଁ ପେନସିଲ ଥିଲା। ଗଗନ ମଦନକୁ ତା ପେନସିଲରୁ 2ଟି ପେନସିଲ ଦେଇଦେଲା। ତେବେ ମଦନର ଗଗନ ଅପେକ୍ଷା କେତୋଟି ପେନସିଲ ଅଧିକ ହେଲା? ଦେଖ ପିଲାମାନେ, ମଦନ ଇଏ ହେଲା ଗଗନ, ଦେଖିଛି କ'ଣ? ମଦନ ଗଗନ ପାଖରେ 16ଟି ଲେଖାଏଁ ପେନସିଲ ଥିଲା। ମଦନ ପାଖରେ ଥିଲା 16ଟି, ଗଗନ ପାଖରେ ମଧ୍ୟ ଥିଲା 16ଟି ପେନସିଲ। ଏଠି କ'ଣ କଲା? ଗଗନ ମଦନକୁ 2ଟି ପେନସିଲ ଦେଇଦେଲା। ଯେତେବେଳେ ଗଗନ ମଦନକୁ 2ଟି ପେନସିଲ ଦେଲା, ମଦନ କେତେ ହେଇଯିବ? 16 2 ମିଶିଯିବ। କେତୋଟି ପେନସିଲ ହେଲା? 18ଟି ପେନସିଲ। ଗଗନ ମଦନକୁ 2ଟି ପେନସିଲ ଦେଇଛି, ତେବେ ଗଗନର କେତୋଟି ପେନସିଲ ହେବ? 16 ରୁ 2 ବିୟୋଗ ହେଇଯିବ। କେତେ ହେଲା? 14ଟି ପେନସିଲ। ତେଣୁ କେତୋଟି ଅଧିକ ହେଇଗଲା? ମଦନର ଗଗନ ଅପେକ୍ଷା କେତୋଟି ପେନସିଲ ଅଧିକ ହେଲା? କ'ଣ କରିବା? 18ରୁ ଆମେ 14 ବିୟୋଗ କରିଦେବା। କେତେ ହେଲା? 4ଟି ଅଧିକ ହେଲା। ଅଧିକ